କୌଣସି ବି ଦିନ କରିଦିଅନ୍ତୁ ଅଳେଇଚର ଏହି ଉପାୟ। ଆପଣଙ୍କ ଜୀବନରୁ ସବୁ ଦୁଃଖ କଷ୍ଟରୁ ତୁରନ୍ତ ମିଳିଯିବ ଆପଣଙ୍କୁ ମୁକ୍ତି। ଆପଣଙ୍କ ଜୀବନରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଧନର ବର୍ଷା ହେବ। ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହୋଇଯିବ। ଶାସ୍ତ୍ର ଅନୁସାରେ ଅଳେଇଚର ଉପାୟକୁ କରିଦେବେ ତ ମାତା ଲକ୍ଷ୍ମୀଙ୍କର ଦୁଇଟି ହାତରେ ଆପଣଙ୍କୁ ନିଜେ ହିଁ ଧନ ଦେବେ। ମାତା ଲକ୍ଷ୍ମୀଙ୍କର ସାକ୍ଷାତ ସେହି ଆଶୀର୍ବାଦ ସେହି ବରଦାନ ମିଳିବ। ଏହାପରେ ଆପଣଙ୍କ ଜୀବନରେ ପଇସା ଧନ ଆସିବା ଷ୍ଟାର୍ଟ ହୋଇଯିବ। ଧନବାନ ବନିବାର ସବୁ ରାସ୍ତା ଖୋଲିଯିବ। ଏମିତିରେ ବି ଅଳେଇଚର ପ୍ରୟୋଗ ମିଠା ଓ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ। ତନ୍ତ୍ରଶାସ୍ତ୍ରରେ ବି ଅଳେଇଚର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ତନ୍ତ୍ରଶାସ୍ତ୍ରରେ ଅଳେଇଚକୁ ଏମିତି ଉପାୟ ବିଷୟରେ ବତାଯାଇଛି ଯେଉଁ ଉପାୟକୁ ଯଦି ବ୍ୟକ୍ତି କରିଦେବେ ତ ତାଙ୍କ ଭାଗ୍ୟ ତାଙ୍କ ସାଥ ଦେବା ଆରମ୍ଭ କରିଦେବ। ଯଦି କୌଣସି ବ୍ୟକ୍ତି ଅଧିକ ସମସ୍ୟାରେ ପଡ଼ିଛନ୍ତି ତ ଅଳେଇଚର ଏହି ଛୋଟିଆ ଉପାୟକୁ କରିବା ଦ୍ୱାରା ବ୍ୟକ୍ତିର ଜୀବନ ବି ବଦଳେଇ ଦେଇଥାଏ। ଅଳେଇଚର ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, ଏତେ ଚମତ୍କାର ହୋଇଥାଏ ଯେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ। ଆଉ ଯଦି ଆପଣ ତନ୍ତ୍ରଶାସ୍ତ୍ର ଅନୁସାରେ ଅଳେଇଚର ପ୍ରୟୋଗ ସେହି ଅନୁସାରେ କରିଦେବେ ଯାହା ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ଜଣାଇବୁ ତ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଓ ବରଦାନ ଗୋଟିଏ ସହିତ ମିଳିଥାଏ। ଗ୍ରୀନ୍ ଅଳେଇଚ ଶୁକ୍ର ଗ୍ରହର କାରକ ମନାଯାଏ। ଶୁକ୍ର ଗ୍ରହର ନିୟନ୍ତ୍ରଣ ମାତା ଲକ୍ଷ୍ମୀଙ୍କ ହାତରେ ହୋଇଥାଏ ଏବଂ ଆମ ତନ୍ତ୍ରଶାସ୍ତ୍ରରେ ମାନ୍ୟତା ଅଛି କି ଯେଉଁ ବ୍ୟକ୍ତିଙ୍କର ଶୁକ୍ର ଗ୍ରହ ତାଙ୍କୁ ସାଥ ଦେଇଥାଏ ସେହି ବ୍ୟକ୍ତି ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ହାତ ରହିଥାଏ ଏବଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ସେହି ବ୍ୟକ୍ତିକୁ ପ୍ରତ୍ୟେକ କଷ୍ଟ ଗରିବୀ ଦୁଃଖ ଦୂର ହୋଇଯାଇଥାଏ। ସେହି ବ୍ୟକ୍ତିକୁ ବି କରୋଡ଼ପତି ବନିବାର କୌଣସି ଶକ୍ତି ରୋକିପାରି ନଥାଏ। ତ ଜ୍ୟୋତିଷ ଶାସ୍ତ୍ରରେ ମାନ୍ୟତା ଅଛି କି ଯଦି ଆପଣ ଅଳେଇଚର ଠିକ୍ ବିଧି ଅନୁସାରେ ପ୍ରୟୋଗ କରିନେବେ ତ ମାନିକି ଚାଲନ୍ତୁ ଆପଣଙ୍କ ଜୀବନରେ ଧନର କମି ହେବ ନାହିଁ। ମନାଯାଏ କି ଅଳେଇଚର ପ୍ରୟୋଗ ବ୍ୟକ୍ତିର ଭାଗ୍ୟକୁ ବଦଳାଇ ଦେଇଥାଏ ଆଉ ସେହି ବ୍ୟକ୍ତିର କିସ୍ମତ ସାଥ ଦେଇଥାଏ। ଦର୍ଶକ ବନ୍ଧୁ, ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଜଣାଇବୁ କି ଅଳେଇଚର କେଉଁ ଉପାୟ ଜ୍ୟୋତିଷ ଶାସ୍ତ୍ର, ତନ୍ତ୍ରଶାସ୍ତ୍ର, ବେଦ ଓ ବେଦ ପୁରାଣରେ ଲେଖା ହୋଇଛି। ଆଉ ବିଶ୍ୱାସ କରନ୍ତୁ ଏହି ଉପାୟକୁ ଯଦି ଆପଣ ଠିକ୍ ସମୟରେ ଠିକ୍ ବିଧିରେ ପୁରା ବିଧିବିଧାନର ସହ କରିଦେବେ ତ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୈଭବର ପ୍ରାପ୍ତ ହେବ। ଯଦି କୌଣସି ବ୍ୟକ୍ତିକୁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଯାଏ ତ ସେହି ବ୍ୟକ୍ତି ଯେତେ ବି ଗରିବ ଥାଉ ସେ ବ୍ୟକ୍ତିକୁ କରୋଡ଼ପତି ବନିବାର କୌଣସି ବି ଶକ୍ତି ରୋକିପାରିବ ନାହିଁ। ଆଉ ମାତା ଲକ୍ଷ୍ମୀଙ୍କ ପୂଜାରେ ଅଳେଇଚର ପ୍ରୟୋଗ କରାଯାଏ ତ ସେହି ପୂଜା ତୁରନ୍ତ ସିଦ୍ଧ ହୋଇଯାଏ। ଅଳେଇଚ ମାତା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ହୋଇଥାଏ। ଅଳେଇଚ ଗୋଟିଏ ବହୁତ ସାଧାରଣ ଜିନିଷଟିଏ। ଏହାକୁ ବାସ୍ ପ୍ରୟୋଗ କିପରି କରିବେ ତାହା ଆପଣଙ୍କୁ ଆମେ ଏହି ଭିଡ଼ିଓ ମାଧ୍ୟମରେ ଜଣାଇବୁ। ଆଉ ଏହି ପ୍ରୟୋଗକୁ କରିସାରିବା ପରେ ଆପଣ ସାକ୍ଷାତ ମାତା ଲକ୍ଷ୍ମୀଙ୍କର ବରଦାନ ଓ ଆଶୀର୍ବାଦ ମିଳିବ। ଏଥିପାଇଁ ଯଦି ଆପଣ ଚାହୁଁଛନ୍ତି କି ମାତା ଲକ୍ଷ୍ମୀଙ୍କର କୃପା ସदैବ ଆପଣଙ୍କ ଉପରେ ଏବଂ ଆପଣଙ୍କର ପୁରା ପରିବାର ଉପରେ ବନି ରହୁ, ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣ ଆପଣଙ୍କ ଜୀବନରେ ବହୁତ ଉନ୍ନତି କରନ୍ତୁ ତ ବହୁତ ହିଁ ଆଗକୁ ଯିବେ। ପୁରା ସଚ୍ଚା ଓ ଶ୍ରଦ୍ଧା ଓ ପୁରା ବିଶ୍ୱାସର ସହ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ଜୟ ମାତା ଲକ୍ଷ୍ମୀ। ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ସବୁଠୁ ପ୍ରଥମ ଉପାୟ ହେଉଛି ଶୁକ୍ର ଗ୍ରହକୁ ମଜବୁତ କରିବାର ମହା ଉପାୟ। ଆଉ ଯେଉଁ ବ୍ୟକ୍ତିଙ୍କର ଶୁକ୍ର ଗ୍ରହ ମଜବୁତ ରହିଥାଏ ସେହି ବ୍ୟକ୍ତିଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ମିଳିଥାଏ। ଆଉ ମାତ୍ର ଗୋଟିଏ ଥର ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ଯଦି ମିଳିଯାଏ ତ ଆପଣଙ୍କୁ ଆପଣଙ୍କ ଜୀବନରେ ଅମିର ହେବା ପାଇଁ କେହି ବି ରୋକିପାରିବେ ନାହିଁ। ଆପଣଙ୍କର ଜୀବନ କେବେ ବି ଆପଣଙ୍କୁ ଧନର କମି ରହିବ ନାହିଁ। ଆଉ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ଶୁକ୍ର ଗ୍ରହ ମଜବୁତ ହୋଇଯାଉ ତ ଏହି ଉପାୟକୁ ମାତ୍ର 5ଟି ଶୁକ୍ରବାର କରିଦିଅନ୍ତୁ। ଆଉ ଏହି ଉପାୟଟି ବହୁତ ସହଜ ଉପାୟଟି। ଆଉ 5ଟି ଶୁକ୍ରବାର ପରେ ଆପଣ ଆପଣଙ୍କ ଜୀବନରେ ଧନ ସମ୍ପତ୍ତି ଦୁଃଖ କଷ୍ଟରୁ ମୁକ୍ତି ମିଳିଯିବ। ଆପଣଙ୍କ ଜୀବନରେ ଧନର କମି ହେବ ନାହିଁ। ଆପଣ ଏହି ଉପାୟକୁ ଶୁକ୍ରବାର ଦିନ କରିକି ହିଁ ଶୁକ୍ରବାର ଦିନଟି ମାତା ଲକ୍ଷ୍ମୀଙ୍କର ସମର୍ପିତ ଦିନଟିଏ। ଆଉ ଏହି ଦିନ ଆପଣ କୌଣସି ବି ପୂଜା ପାଠ କରିଦେବେ ତ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ବରଦାନ ଓ ଆଶୀର୍ବାଦ ଜରୁର ମିଳିବ ହିଁ ମିଳିବ। ଆଉ ଯେଉଁ ଉପାୟକୁ ଆପଣଙ୍କୁ 5ଟି ଶୁକ୍ରବାର କରିବେ ସେହି 5ଟି ସପ୍ତାହ ଆପଣ ଅଣ୍ଡା ମାଛ ମଦ ମାଂସ ଇତ୍ୟାଦି ଭୋଜନ କରିବେ ନାହିଁ। ଆପଣମାନେ ସଦାବାହାର ଗଛକୁ ଜାଣିଥିବେ। ସେହି ସଦାବାହାର ଗଛରେ
ମାତା ଅଷ୍ଟଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏବେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା ପ୍ରଥମ ଶୁକ୍ରବାରକୁ ଆପଣ ଜଲ୍ଦି ଉଠିବେ, ସ୍ନାନ ଆଦି ସାରିଦେବେ, ସ୍ୱଚ୍ଛ ବସ୍ତ୍ର ପିନ୍ଧିବେ। ଏହାପରେ ଆପଣ ଗୋଟିଏ ତମ୍ଭାର ଲୋଟା ନେବେ। ସେହି ଲୋଟାରେ ଶୁଦ୍ଧ ଜଳ ଓ ସେହି ଜଳରେ ଅଳ୍ପ ଗଙ୍ଗା ଜଳ ମିଶାଇ ସେହି ଲୋଟାଟିକୁ ଭରିଦେବେ। ସେହି ଲୋଟା ଭିତରେ ଗୋଟିଏ ଅଳେଇଚ ପକାଇଦେବେ। ସକାଳୁ ସକାଳୁ ଯଦି ହିଁ ଆପଣ ସଦାବାହାର ଗଛରେ 5ଟି ଶୁକ୍ରବାର ଆପଣଙ୍କୁ ଜଳ ଢାଳିବାକୁ ପଡ଼ିବ ଏବଂ ଏହାଦ୍ୱାରା ଆପଣ କୌଣସି ବି ନିଶା ଦ୍ରବ୍ୟ ସେବନ କରିବେ ନାହିଁ। ଏହାପରେ ଆପଣ ନିଜେ ଦେଖିବେ ଆପଣଙ୍କ ଜୀବନରେ ଏତେ ବଡ଼ ପରିବର୍ତ୍ତନ ହେବ କି ଆପଣ ଆପଣଙ୍କର ଏହି ପରିବର୍ତ୍ତନକୁ ନିଜ ଆଖିରେ ସଫା ସଫା ଦେଖିପାରିବେ ନାହିଁ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଭରିଦେବେ। ଆପଣଙ୍କର ପ୍ରତ୍ୟେକ ମନସ୍କାମନାକୁ ପୂର୍ଣ୍ଣ କରିଦେବେ। ଏବେ ଆସନ୍ତୁ ଦ୍ୱିତୀୟ ଉପାୟଟି ଜାଣିବା। ଧନ ବୃଦ୍ଧି ପାଇଁ ଶୁକ୍ରବାର ଦିନ ସକାଳୁ ସ୍ନାନ ଆଦି ସାରି ସ୍ୱଚ୍ଛ ବସ୍ତ୍ର, ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବେ। 5ଟି ଗ୍ରୀନ୍ ଅଳେଇଚ ନେବେ। 1 ଚୁଟକି ହଳଦୀରେ ସେହି 5ଟି ଅଳେଇଚକୁ ଗୋଟିଏ ଗୋଟିଏ ଟୋପା କରି 5ଟି ଅଳେଇଚରେ 5ଟି ଟୋପା ଦେବେ। ସେହି ଅଳେଇଚକୁ ହଳଦିଆ ରଙ୍ଗରେ କପଡ଼ାରେ ବାନ୍ଧି ଆପଣଙ୍କର ତ୍ରେଜୋରୀରେ, ଲକର କିମ୍ବା ଯେଉଁଠି ବି ଆପଣ ପଇସା ରଖିଥାନ୍ତି ସେହି ଜାଗାରେ ସେହି କପଡ଼ାଟିକୁ ବାନ୍ଧି ରଖିଦେବେ। ଏହାପରେ ମାତା ଲକ୍ଷ୍ମୀଙ୍କ ଫଟୋ ବା ପ୍ରତିମା ସାମ୍ନାରେ ଘିଅର ଦୀପ ଜଳାଇବେ। ଓମ୍ ଶ୍ରୀ ମହାଲକ୍ଷ୍ମୀ ନମଃ ଏହି ମନ୍ତ୍ରକୁ 108 ଥର ଜପ କରିବେ। ଏହା ଆପଣଙ୍କ ଘରେ ଧନ ବୃଦ୍ଧି କରାଇବ, ଆର୍ଥିକ ସ୍ଥିତିକୁ ଦୂର କରାଇବ ଏବଂ ମାତା ଲକ୍ଷ୍ମୀଙ୍କର କୃପା ବନି ରହିଥାଏ ଆପଣଙ୍କ ଉପରେ। ଆପଣଙ୍କ ବାଣୀରେ ମିଠା ଓ ମଧୁରତା ପାଇଁ ଶୁକ୍ରବାର ଦିନ ସକାଳୁ ସ୍ନାନ କରିସାରି ଗୋଟିଏ ଗ୍ରୀନ୍ କଲରର ଅଳେଇଚକୁ ଗଙ୍ଗା ଜଳରେ ଧୋଇକି ଆପଣଙ୍କର ପାଟିରେ ରଖିଦେବେ ଏବଂ ବଦ୍ ବଦ୍ ବାଗ୍ବାଦିନୀ ସ୍ୱାହା ଏହି ମନ୍ତ୍ରକୁ 21 ଥର ଜପ କରିବେ। ଧୀରେ ଧୀରେ ସେହି ଅଳେଇଚକୁ ଚୋବେଇକି ଖାଇବେ। ଯେପରି ଆପଣଙ୍କର ବାଣୀରେ ମିଠା ଭାବ ଆସିବ, ଆକର୍ଷିତ ଆସିଥାଏ, ଆପଣଙ୍କର କଥାବାର୍ତ୍ତାରେ ପ୍ରଭାବ ବଢ଼ିଥାଏ। ଲୋକେ ଆପଣଙ୍କ କଥାରେ ଅତି ଶୀଘ୍ର ପ୍ରଭାବିତ ହୋଇଥାନ୍ତି। ପ୍ରେମ ଓ ଦାମ୍ପତ୍ୟ ସୁଖ ପାଇଁ ଶୁକ୍ରବାର ଦିନ ରାତିରେ ଶୋଇବା ସମୟରେ 2ଟି ଗ୍ରୀନ୍ ରଙ୍ଗର ଅଳେଇଚ ଆପଣଙ୍କର ତକିଆ ତଳେ ରଖିବେ ଏବଂ ସକାଳେ ଉଠି ସେହି ଅଳେଇଚକୁ କୌଣସି ମିଠା ଜିନିଷରେ ପକାଇ ଆପଣଙ୍କର ଜୀବନ ସାଥୀଙ୍କୁ ନ ଜଣାଇ ତାଙ୍କୁ ଖାଇବାକୁ ଦେଇଦେବେ। ଏହାଦ୍ୱାରା ପତି ପତ୍ନୀଙ୍କର ପ୍ରେମ ବଢ଼ିଥାଏ ଓ ଭଲ ପାଇବା ବଢ଼ିଥାଏ। ଝଗଡ଼ା ଶାନ୍ତ ହୋଇଥାଏ। ବ୍ୟାପାର ଓ ଚାକିରିରେ ଉନ୍ନତି ପାଇଁ ଶୁକ୍ରବାର ଦିନ ଆପଣଙ୍କ ଦୋକାନ ଓ ଅଫିସ ବା କାର୍ଯ୍ୟସ୍ଥଳରେ 4ଟି ଅଳେଇଚକୁ ନେଇ ଓମ୍ ଶ୍ରୀଂ ହ୍ରୀଂ ମହାଲକ୍ଷ୍ମୀ ନମଃ ମନ୍ତ୍ରକୁ 21 ଥର ଜପ କରିବେ। ଅଫିସର ଚାରିକୋଣରେ ଗୋଟିଏ ଗୋଟିଏ କରି ଅଳେଇଚକୁ ରଖିଦେବେ, ଯାହାଦ୍ୱାରା ନକାରାତ୍ମକ ଊର୍ଜା ଦୂର ହୋଇଥାଏ। ଗ୍ରାହକ ଆକର୍ଷିତ ହୋଇ ଦୋକାନକୁ ଆସିଥାନ୍ତି। କାର୍ଯ୍ୟରେ ସ୍ଥିରତା ଆସିଥାଏ ଏବଂ ଉନ୍ନତିର ରାସ୍ତା ଖୋଲିଥାଏ। ଖରାପ ନଜର ଓ ନକାରାତ୍ମକ ଶକ୍ତିରୁ ବଞ୍ଚିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ 3ଟି ଗ୍ରୀନ୍ ଅଳେଇଚ ନେବେ। ଆପଣଙ୍କର ମୁଣ୍ଡରେ ଡାହାଣ ପଟରୁ 7 ଥର ବୁଲାଇ ଆଣିବେ। ତାପରେ କୌଣସି ସୁନସାନ 4 ଛକ କିମ୍ବା 3 ଛକ ପାଖକୁ ଯିବେ। ପଛକୁ ଚାହିଁବେ ନାହିଁ, ସିଧା ସିଧା ଆଗକୁ ସେହି ଅଳେଇଚକୁ ଫୋପାଡ଼ି ଦେବେ। ତାପରେ ଚୁପଚାପ ସିଧା ଘରକୁ ଫେରି ଆସିବେ। ଏହାଦ୍ୱାରା ଖରାପ ନଜର ଓ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଭାଗ୍ୟ ଚମକାଇବା ପାଇଁ ଶୁକ୍ରବାର ଦିନ ରାତିରେ ଆପଣ 9ଟା ସେପଟେ ଗୋଟିଏ ଗ୍ରୀନ୍ ଅଳେଇଚକୁ କର୍ପୂର ସହିତ ଜଳାଇ ତାର ସୁଗନ୍ଧ ପୁରା ଘରକୁ ବୁଲାଇ ଦିଅନ୍ତୁ। ବିଶେଷ ରୂପରେ ତ୍ରେଜୋରୀ ଏବଂ ଆପଣଙ୍କର ଘରର ପୂଜା ଘର ପାଖରେ। ଏହାଦ୍ୱାରା ଘରେ ବାତାବରଣ ଶୁଦ୍ଧ ହୋଇଥାଏ, ନକାରାତ୍ମକ ଊର୍ଜା ଦୂର ହୋଇଥାଏ ଏବଂ ଶୋଇଥିବା ଭାଗ୍ୟ ଆପଣଙ୍କର ଉଠି ଯାଇଥାଏ। ଶତ୍ରୁ ବାଧା ବା କୋର୍ଟ କଚେରୀରୁ ବଞ୍ଚିବା ପାଇଁ ଶୁକ୍ରବାର ଦିନ ଗୋଟିଏ କଳା କପଡ଼ାରେ 7ଟି ଗ୍ରୀନ୍ ଅଳେଇଚ, ଅଳ୍ପ ସୋରିଷ ଓ ଗୋଟିଏ ଲବଙ୍ଗ ପକାଇ ସେହି କଳା କପଡ଼ାକୁ ଗୋଟିଏ ଗଣ୍ଠି ପକାଇ ଆପଣଙ୍କ ପାଖରେ ରଖନ୍ତୁ। ଓମ୍ କ୍ଲିଂ ଚାମୁଣ୍ଡାଏ ବିଛେ ଏହି ମନ୍ତ୍ରକୁ 21 ଥର ଜପ କରିବେ। ଏହି ଉପାୟ ଶତ୍ରୁ ବାଧା ଓ କାନୁନ ସମସ୍ୟା ବା ଅନାବଶ୍ୟକ ଝଗଡ଼ାର ସୁରକ୍ଷା ଦେଇଥାଏ। ଇଣ୍ଟରଭ୍ୟୁ ବା ମିଟିଂରେ ସଫଳତା ପାଇଁ କୌଣସି ଅତି ଜରୁରୀ ମିଟିଂ ପାଇଁ ବା ଇଣ୍ଟରଭ୍ୟୁ ଯଦି ଶୁକ୍ରବାର ଦିନ ଥାଏ ତ ଗୋଟିଏ ଗ୍ରୀନ୍ ଅଳେଇଚକୁ ଗଙ୍ଗା ଜଳରେ ଧୋଇକି ଆପଣଙ୍କର ଡାହାଣ ପକେଟରେ ରଖନ୍ତୁ ଏବଂ ଯିବା ସମୟରେ AUM କ୍ଲିଂ ମନ୍ତ୍ରକୁ 11ରୁ 12 ଥର ଜପ କରିବେ। ଏହାଦ୍ୱାରା ଆତ୍ମବିଶ୍ୱାସ ଓ ପ୍ରଭାବଶାଳୀ ବଢ଼ିଥାଏ ଏବଂ
ସଫଳତା ପାଇଁ ସମ୍ଭାବନା ମଜବୁତ ହୋଇଥାଏ। ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଶୁକ୍ରବାର ଦିନ ସନ୍ଧ୍ୟାରେ ଘରର ମନ୍ଦିରରେ ଏକ ତମ୍ବାର ଗିନାରେ ଜଳ, ଗୋଲାପ ଜଳ, କେଶର ଓ 3ଟି ଅଳେଇଚ ପକାଇକି ରଖନ୍ତୁ। ଏହାପରେ ଦୀପ ଜଳାନ୍ତୁ। ଶ୍ରୀ ସ୍ତୁପର ପାଠ କରିବେ। ତା ପରଦିନ ମାନେ ଶନିବାର ଦିନ ସକାଳୁ ଉଠି ସେହି ଜଳକୁ ପୁରା ଘରେ ଛିଞ୍ଚିବେ। ଏହା ଦ୍ୱାରା ଗୃହ କ୍ଲେଶ ସମାପ୍ତ ହୋଇଥାଏ ଏବଂ ବାତାବରଣ ସୁଖ ଓ ଶାନ୍ତ ବନିଥାଏ। ଆକର୍ଷଣ ଓ ସୌନ୍ଦର୍ଯ୍ୟର ବୃଦ୍ଧି ପାଇଁ ବିଶେଷ କରି ମହିଳାଙ୍କ ପାଇଁ ଶୁକ୍ରବାର ସ୍ନାନ କରିବା ପୂର୍ବରୁ ଜଳରେ 2ଟି ଗ୍ରୀନ୍ ଅଳେଇଚ, ଗୋଲାପ ଫୁଲର କିଛି ପାଖୁଡ଼ା ଓ ଗୋଟିଏ ଚୁଟକି ହଳଦୀ ପକାଇ ସ୍ନାନ କରନ୍ତୁ। ଏହି ଉପାୟ ଆକର୍ଷଣ, ସୌନ୍ଦର୍ଯ୍ୟ ଓ ସକାରାତ୍ମକ ଊର୍ଜାକୁ ବଢ଼ାଇଥାଏ। ଦର୍ଶକ ବନ୍ଧୁ, ଶୁକ୍ରବାର ଦିନ କିଛି ଏମିତି କାର୍ଯ୍ୟ ଥାଏ ଯାହାକୁ ଭୁଲରେ ବି କରିବା ଉଚିତ ନୁହେଁ। ଯଦି ଆପଣ ବି ସେହି କାର୍ଯ୍ୟକୁ କରିଥାନ୍ତି ତ ଆଜିଠୁ ହିଁ ବନ୍ଦ କରିଦିଅନ୍ତୁ। କାହିଁକି ନା ମାତା ଲକ୍ଷ୍ମୀ ଏମିତି ଘରେ କେବେ ବି ନିବାସ କରିନଥାନ୍ତି। ଯଦି ଆପଣ ସେହି ସବୁ କାର୍ଯ୍ୟ କରିଥାନ୍ତି ତ ଆପଣଙ୍କ ଘରେ କେବେ ବି ମାତା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଏହି କଥାକୁ ଆପଣ ବିଶେଷ କରି ପାଳନ କରନ୍ତୁ। ତେବେ ଯାଇ ଏହି ଉପାୟକୁ କରିବେ। ତେବେ ଯାଇ ଆପଣଙ୍କୁ ଲାଭ ହେବ। ଏଥିପାଇଁ ତନ୍ତ୍ର ଶାସ୍ତ୍ରରେ, ଜ୍ୟୋତିଷ ଶାସ୍ତ୍ରରେ ବି କିଛି କିଛି ଏମିତି ଉପାୟ ବତାଯାଇଛି ଯାହାକୁ କରିବା ଦ୍ୱାରା ବ୍ୟକ୍ତି ବହୁ ଜଲ୍ଦି ଧନର ପ୍ରାପ୍ତି ପାଇପାରିଥାଏ। ପ୍ରତ୍ୟେକ ମନସ୍କାମନାକୁ ପୁରା କରିଥାଏ। ଏହା ସହ ଆପଣଙ୍କର ଘରେ କିଛି ଏମିତି ଜିନିଷ ଥାଏ ଯାହା ନକାରାତ୍ମକତାକୁ ବଢ଼ାଇଥାଏ। ଏଥିପାଇଁ କିଛି ଏମିତି କାର୍ଯ୍ୟ ଥାଏ ଯାହାକୁ ଆମକୁ ଶୁକ୍ରବାର ଦିନ ଆଦୌ କରିବା ଉଚିତ ନୁହେଁ। ଶୁକ୍ରବାର ଦିନ ନଖ କାଟିବା ଏବଂ ଚୁଟି କାଟିବା ବି ଭୁଲରେ ଶୁଭ ନୁହେଁ। ଧାର୍ମିକ କାରଣ ଏହା ଅଟେ କି ଏହି ଦିନଟି ମାତା ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଥାଏ, ଯାହା ସୌନ୍ଦର୍ଯ୍ୟ ଓ ସମୃଦ୍ଧି ଓ ଶୁଦ୍ଧତାର ଦେବୀ ମନାଯାଏ। ଚୁଟି ଓ ନଖ କାଟିବା ଏକ ପ୍ରକାରର ଗରିବୀ ସଙ୍କଟ ବା ପୂର୍ଣ୍ଣତାକୁ କାଟିବା ଦ୍ୱାରା ଯାହା ପ୍ରତ୍ୟେକ କୋଣରୁ ଅଶୁଭ ମନାଯାଏ। ମାନସିକ ପ୍ରଭାବ ଏହି ଦିନ ଆରାମ ଓ ଧ୍ୟାନର ସମୟ ମନାଯାଏ। ସୌନ୍ଦର୍ଯ୍ୟ ସମ୍ବନ୍ଧିତ ମାନସିକ ରୂପରେ ଅଶାନ୍ତି ଆଣିଥାଏ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଓ ଧନର ହାନି, ପରିବାର ଭିତରେ କଳହ ଲାଗି ରହିଥାଏ। ଶୁକ୍ରବାର ଦିନ କରଜ ନିଅନ୍ତୁ ନାହିଁ କି କରଜ ଦିଅନ୍ତୁ ନାହିଁ। ସେହି କରଜ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ। ଶୁକ୍ରବାର ଦିନ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଧାର୍ମିକ କାରଣ ଏହା ଅଟେ କି ଶୁକ୍ରବାରକୁ କିଛି ପରମ୍ପରାର ବୃଦ୍ଧି ଓ ଧନଧାନ୍ୟର ଦିନ ମନାଯାଏ। ଏହା ସ୍ଥିରତା ଓ ବିଶ୍ରାମର ପବିତ୍ର ଅଟେ। ଶୁକ୍ରବାର ଦିନ ମାନସିକ ରୂପରେ ବିଶ୍ରାମ ଓ ଘରୋଇ ମାମଲାରେ ଧ୍ୟାନ କେନ୍ଦ୍ରର ଦିନ ମନାଯାଏ। ନୂଆ କରି ଆରମ୍ଭ କରିବାର କାର୍ଯ୍ୟରେ ବାଧା ଆସିଥାଏ। ସେହି କାର୍ଯ୍ୟ ଅଟକି ଯାଇଥାଏ। ଶୁକ୍ରବାର ଦିନ ଘର ସଫା କିମ୍ବା ଘରର ଅନ୍ଧୁ ବାହାର କରିବା ଉଚିତ ନୁହେଁ। ଏହାର ଧାର୍ମିକ କାରଣ ହେଉଛି ମାତା ଲକ୍ଷ୍ମୀ ସ୍ୱଚ୍ଛତା ପସନ୍ଦ କରିଥାନ୍ତି। କିନ୍ତୁ ଶୁକ୍ରବାରକୁ ବିଶେଷ ରୂପରେ ମାତା ଲକ୍ଷ୍ମୀଙ୍କର ସ୍ୱାଗତ କରିବାର ଦିନ ମନାଯାଏ। ସଫାସୁତୁରାର ବାତାବରଣ ଗୋଟିଏ ରୂପରେ ବାତାବରଣର ସକାରାତ୍ମକ ଊର୍ଜା ନେଇଥାଏ ଆଉ ଅସନା ବା ଅପରିଷ୍କାର ନକାରାତ୍ମକ ଊର୍ଜାକୁ ଆମନ୍ତ୍ରଣ କରିଥାଏ। ଘରର ଅଶୁଦ୍ଧି ଦେବୀ ଲକ୍ଷ୍ମୀକୁ ରୁଷ୍ଟ କରାଇ ଦେଇଥାଏ, ଯାହା ଧନକୁ, ଶାନ୍ତିକୁ ହାରାସ କରିଦେଇଥାଏ। ଅପରିଷ୍କାର, ଚିରା ଫଟା କିମ୍ବା କଳା ରଙ୍ଗର କପଡ଼ା ପିନ୍ଧିବା ଉଚିତ ନୁହେଁ। ଶୁକ୍ରବାର ଦିନ ଧାର୍ମିକ କାରଣ ହେଉଛି ଶୁକ୍ରବାର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟତାର ଦିନ ହୋଇଥାଏ। ଚିରା ଫଟା କିମ୍ବା ମଇଳା କପଡ଼ା ପିନ୍ଧିଲେ ଦେବୀ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ, ଯାହା ସୌନ୍ଦର୍ଯ୍ୟର ପ୍ରତୀକ ହୋଇଥାଏ। ଆପଣମାନେ ଯେପରି ପିନ୍ଧିଥାନ୍ତି ସେହିପରି ଭାବନା ଆପଣଙ୍କର ଆସିଥାଏ। ମଇଳା କପଡ଼ା ଆତ୍ମବିଶ୍ୱାସକୁ ଓ ସକାରାତ୍ମକକୁ କମ୍ କରି ଦେଇଥାଏ। ଆତ୍ମଗୌରବରେ ଊର୍ଜା ଓ ଅଶୁଭ ଊର୍ଜାର ପ୍ରଭାବ ଓ ସୌଭାଗ୍ୟକୁ ଦୂର ହୋଇଥାଏ। ଶୁକ୍ରବାର ଦିନ ଝଗଡ଼ା ବା କଟୁ ଭାଷା ପ୍ରୟୋଗ କରିବା ଉଚିତ ନୁହେଁ। ଧାର୍ମିକ ଦୃଷ୍ଟିରୁ ଶୁକ୍ରବାର ପ୍ରେମ, କରୁଣା ଓ ଶାନ୍ତିପୂର୍ବକ ରହିବାର ଦିନଟିଏ। ଏହି ଦିନ ଝଗଡ଼ା ବା କ୍ରୋଧରେ ମାତା ଲକ୍ଷ୍ମୀ ଦୂର ହୋଇଯାନ୍ତି। ଝଗଡ଼ା ଦୁର୍ଭାଗ୍ୟର ସଂକେତ ବନିଥାଏ ଏବଂ ମାନସିକ ଚିନ୍ତା ସଙ୍କଟରେ ଖଟା ଭରି ଦେଇଥାଏ। ଲୁହା ବା ଲୁହା ବସ୍ତୁ ଶୁକ୍ରବାର ଦିନ କିଣିବା ଉଚିତ ନୁହେଁ। ଏହାର ଧାର୍ମିକ କାରଣ ହେଉଛି ଏହାର ସମ୍ବନ୍ଧ ଶନିଦେବଙ୍କ ସହ ଯୋଡ଼ା। ଶୁକ୍ରବାର ମାତା ଲକ୍ଷ୍ମୀଙ୍କର ଦିନ ହୋଇଥାଏ। ଏହି ଦୁହିଁଙ୍କର ମିଶ୍ରଣ ବିରୋଧୀବାସୀ ମନାଯାଇଥାଏ। ଜ୍ୟୋତିଷ ଆଧାରରେ ଲୁହାର ଜିନିଷ ଶୁକ୍ରବାରକୁ କିଣିବା ଦ୍ୱାରା ଜୀବନରେ ଶନିଙ୍କର ଅଶୁଭ ପ୍ରଭାବ ପଡ଼ିଥାଏ, ଯାହା ବାଧା ଆସିଥାଏ। ପରିଣାମ
କାର୍ଯ୍ୟରେ ବାଧା ହିଁ ଭାଗ୍ୟରେ ଅର୍ଚନ ଓ ପାରିବାରିକ ଅଶାନ୍ତି, ଗରିବ ଓ ଜରୁରତ ବ୍ୟକ୍ତିଙ୍କୁ ଅପମାନ କରିବା ଉଚିତ ନୁହେଁ। ଧାର୍ମିକ କାରଣ ଏହା ଅଟେ କି ଶୁକ୍ରବାରକୁ ଦାନ, ସେବା ଓ କରୁଣାର ଦିନଟିଏ ମନାଯାଏ। କୌଣସି ଜରୁରତ ବ୍ୟକ୍ତିଙ୍କୁ କ୍ଷତ ପହଞ୍ଚାଇବା କିମ୍ବା ଅପମାନ କରିବା ମାତା ଲକ୍ଷ୍ମୀଙ୍କୁ ଅପମାନ କରିବା ସହ ସମାନ ହୋଇଥାଏ। ନୈତିକ ଦୃଷ୍ଟିରୁ ଯାହା ସମାଜରେ କମଜୋର ହୋଇଥାଏ ତାହାର ସମ୍ମାନ ଓ ସାହାଯ୍ୟ କରିବା ମନକୁ ଶୁଦ୍ଧ ରଖିଥାଏ। ଏମିତି ବ୍ୟବହାରରେ ପୂର୍ଣ୍ଣତାର ନାଶ ହୋଇଥାଏ ଏବଂ ଘରୁ ସୁଖ ଶାନ୍ତି ଦୂର ହୋଇଯାଇଥାଏ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ କୃପା କରି ଭିଡ଼ିଓରୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ଆପଣଙ୍କର ଫ୍ରେଣ୍ଡ ସର୍କଲ ମାନ ପାଖକୁ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ଏ ପର୍ଯ୍ୟନ୍ତ ନୂଆ ଅଛନ୍ତି, ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।